ସେଇଟା ଓଡ଼ିଆ ଓଡ଼ିଆ ସମ୍ବଲପୁର ଓଡ଼ିଆ ଓଡ଼ିଶା ଗୀତ ଆଉ ପଶ୍ଚିମ ଓଡ଼ିଶା ଗୀତ ଆଉ କାଇଁ ଚିଠି ଗୋଟେ ଦେଇଛୁ ଚିଠି ଭିତରେ କହେଲା ଯେ ଆଇ ଆମ୍ ସରି ଲେଖିଛୁ ଭଲ ପାଇବାଟା କାଏ ଯେ ମତେ ଶିଖାନ ଏତେ ବେଲେ ଗୁରି କାଏ ଯେ ନାଇଁ କହେନ ଏତେ ଭଲ ପାଇବାଟା କାଏ ଯେ ମତେ ଶିଖାନ ଭଲ ପାଇବାଟା କାଏ ଯେ ମତେ ଶିଖାନ ଏତେ ବେଲେ ଗୁରି କାଏ ଯେ ନାଇଁ କହେନ ଏତେ ବେଲେ ଗୁରି ନାଇଁ କେ ନାଇଁ କହେନ ମତେ ହେନ୍ତା ଲାଗୁଛେ ପିଜା চিঠি লেখিছু খালি ভুলি যা বলি চিঠি লেখিছু খালি ভুলি যা বলি চিঠি লেখিছু খালি ভুলি যা বলি চিঠি লেখিছু ভুলি যা ভুলি এ তো বেরিং খাইছিব রে বেরিং খাইছিব চিঠি ইয়েস ইয়েস তুমি কিଏ না কଣ କହିଲ ଝୋକର କଣ କହିଲ ବୋପା ମାଙ୍କୁ ସମ୍ମାନ ଦେଇ ଶିଖିଛୁ ଆଜ୍ଞା ବୋପା ମାଙ୍କୁ ସମ୍ମାନ ଦେଇ ଶିଖିଛୁ ଡାଡି ନମସ୍କାର ମୋ ନମସ୍କାର ମୁଁ ତୋର ମା ଭଳିଆ ନା ନାଇଁ ମୁଁ ତୋର ଗୁରୁଜନ ନା ନାଇଁ ମମି ଆଚ୍ଛା ମୁଁ ତ ଦଳର ମୁରଇ ମାନଙ୍କର ଗୁରୁଜନ ତୋର ମା ସମାନ ଆଜ୍ଞା ମୋ ଆଗରେ ଏମିତି ଅଭଦ୍ର ଭଳିଆ ତା ସାଙ୍ଗେ ନାଚୁଛୁ ତତେ ଟିକେ ଖରାପ ଲାଗୁନି ତୁ ତ ଏଡେ ନିର୍ଲଜ ଆପଣ ମା ହଁ ବାପା ଆରେ ମୁରବୀ ମାନେ କଣ ମା ବାପା ତମେ ଘର ଗାର୍ଡିଆନ ମୋର ପୁଅ ଭଳିଆ ତୁ ଆମେ କଣ ପୁଅ ଇଏ କଣ ପୁଅ ସେଇ ଯା ନାଚୁଛି ସେ କଣ କିରେ କହୁନ ପୁଅ ସାଙ୍ଗରେ ଯିଏ ନାଚୁଛି ହଁ ବହୁ ଯଦି କରୁଛନ୍ତି, ବାପା କୋଉ ବିବେକରେ ଆସି ଦେଖୁଛି ସିଏ ଝରକା ଠିକ ହଉନି ବାପା କି ମା ଏଡେ ବେଲଜିଆ ଦେଖିବା ତମେ ମତେ ଏଇଭଳିଆ କଥାବାର୍ତ୍ତା କରୁଛ ଆପଣଙ୍କୁ ନୁହଁ ଆପଣ ଯୋଉଟା ଦେଖୁଛନ୍ତି ଏଟା ଠିକ ନୁହଁ ଇଏ ଯୋଉ ଯେହେତୁ ଗୋଟେ ପୁଅ ବୋଉ ନାଚ ଗୀତ କରୁଛନ୍ତି ହଁ। ଆପଣ ଜଣେ ଦଳର ମା ନା ଆଉ? ଗାର୍ଡିଆନ ଜଣେ ଆପଣ ଦେଖିବାଟା ଜମା ଠିକ ହଉନି ଏ ଯୋଉ ଭୁଲ କଲ ତମେ 500 ଦବା ହଁ କେ 1000 ଟଙ୍କା ଏ ପାଇଛନ୍ତି ବାମ ହଁ 500 ଏ ବାମ ମାମୁ ମାମୁ ଆସ ଦିନେ ଦେଖେଇଲେ ନୁରେ ତୁ ନେଇ ରାତି ରାଧା দিনে দেখেইলে নূরে পুনেই রাতি রাগা তোতে যেতে সব এই মন খোঁজ কিলারে তোকে যে সাপা উইলি জানলা বসা কুবলে এ কইলে যে বাবা পাকে গলে নাই আসে দেবে নাই আসে গায়ে পেরি নাই আসে ফেরি লাগুছে তুই জানি ভুলি যাবনি চিঠি লেখিছু খালি ভুলি যাবনি চিঠি লেখিছু খালি ভুলি যাবনি চিঠি লেখিছু খালি ভুলি যাবনি চিঠি লেখিছু হ্যালো হ্যালো হ্যালো
ହ୍ୟାଲୋ ଲୋକ ଟଙ୍କା ଦଉଛନ୍ତି ପାଲା କରିବା ପାଇଁ ତତେ ଫୋନରେ ଗପିବା ପାଇଁ ନୁହେଁ ବୋଉ କଣ କାନ୍ଦୁଛୁ ଆଜ୍ଞା ସରି 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 ଆଜ୍ଞା ମୁଁ ବର୍ତ୍ତମାନ ପୁରା ସେ ମାଇଣ୍ଡ ଅଛି ଆଜ୍ଞା ତମ ପୁଅ କାନ୍ଦୁଛନ୍ତି ବୋଉ କାନ୍ଦୁଛୁ କାହିଁକି ଦେହ ଖରାପ ତା ସ୍ତ୍ରୀ ମରିଗଲା ଇରେ କାନ୍ଦୁ କଣ ହେଇଛି କହୁନୁ ଆପଣ ଟିକେ ରୁହନ୍ତୁ ଆଜ୍ଞା ମୋ ମାଇଣ୍ଡଟା ଆଜ୍ଞା ମୁଁ ଟିକେ ରୁହନ୍ତୁ ଆଜ୍ଞା ଆପଣ ଟିକେ ରୁହନ୍ତୁ ଆଜ୍ଞା କାଲି କାନ୍ଦୁଛୁ କାହିଁକି ବୁଝା ବୁଝା କଣ ହେଇଛି ବାପା ରଘୁଆ ଝିଅକୁ ନେଇ ପଳେଇଛି ଇରେ ହେ 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 ବୋଉ କାନ୍ଦ ବନ୍ଦ କର ଶୁଣ ମୁଁ କାଲି ଯିବା ପର୍ଯ୍ୟନ୍ତ ମୁଁ ରାତିରେ ପଳେଇବି ରାତିଟା ବି ଶୁଣି ପାରିବନି ଯେ କାନ୍ଦ ବନ୍ଦ ହଉନି ଗୋଟେ କାମ କର ବାପା ରଘୁଆ ଝିଅକୁ ପଳେଇଛି ତୁ ଗୋଟେ କାମ କର ତୁ ରଘୁଆକୁ ନେଇ ପଳା ଗୋଟେ ନିର୍ଲଜ ପୁଅ ଇଏ ପ୍ରକୃତର ଯୋଗ୍ୟ ପୁଅ ହେଲା ଇଏ ପ୍ରକୃତର ଯୋଗ୍ୟ ପୁଅ ଘର କଥା ଲୋକଙ୍କ ଆଗରେ କହୁଛୁ ଲାଜ ଲାଗୁନି କଣ କରିବି ଘର କେସେ ଘରେ ସମାଧାନ 5 ଲୋକ ଜାଣିବେ କାହିଁ 5 ଲୋକ ଆମ ଘରକୁ ଆସିବେ କାହିଁ ବସିବେ କାହିଁକି ଆମେ ଅପଦସ୍ଥ ହବୁ କାହିଁକି ସମସ୍ତେ ଜାଣି ସାଇଲେଣି କୁଆ ଆଉ ଏଠି ବାଟେ ଫୋନରେ କହୁଛ ଏଇଠି ଜାଣିଲେ ନା ଆମ ଗାଁକୁ ଜାଣିଛନ୍ତି ତମ ବୋଉ କାନ୍ଦୁଛନ୍ତି ସେଠି ସେ କାନ୍ଦୁଛି ନା ବର୍ତ୍ତମାନ ମୁଁ ଗଲେ ଆମ ଘରେ ମୁଁ ଦେଖିଲି ବୋଉ ତ ତାକୁ ନେଇ ପଳେଇଛି ବାପା ଆଉ ବୋଉ ତାକୁ ନେଇ ପଳେଇବ ସରିଲା କଥା ଆଉ ମାମା ବୋଉ ବଡ଼ ମା